କରଞ୍ଜିଆ ଅବକାରୀ ବିଭାଗର 2ଟି ସ୍ଥାନରେ ଚଢ଼ାଉ 865 ଲିଟର ଦେଶୀ ମହୁଲି ମଦ ଓ 18,000 କିଲୋ ପୋଚ ଜବତ କରି ନଷ୍ଟ କଲା। ଆଜି କରଞ୍ଜିଆ ଅବକାରୀ ବିଭାଗ ବିପୁଳ ପରିମାଣରେ ମହୁଲ ମଦ ଓ ପୋଚ ଜବତ କରି ବଡ଼ ସଫଳତା ହାସଲ କରିଛି। କରଞ୍ଜିଆ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ବେଆଇନ କାର୍ଯ୍ୟ ବୃଦ୍ଧି ଉପରେ ରୋକ ଲଗାଇବାକୁ ଅବକାରୀ ବିଭାଗ ଚଳଚଞ୍ଚଳ ହୋଇ କରଞ୍ଜିଆ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହନରଙ୍କ ନିର୍ଦ୍ଦେଶ ମତେ ଉପ ଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ, ଯଶୀପୁର ଓଆଇସି ସୂର୍ଯ୍ୟକାନ୍ତ ମଲ୍ଲିକ, ଠାକୁରମୁଣ୍ଡା ଓଆଇସି ଭାରତୀ ନାୟକ, ଶୁକ୍ରୁଳି ଓଆଇସି କୃଷ୍ଣଚନ୍ଦ୍ର ବିନ୍ଧାଣୀ, ଏଏସ୍ଆଇ ଫୁଲମଣି ନାୟକ, କନଷ୍ଟେବଳ ଅଂଶୁମାନ ପରିଡ଼ା, ଆଲୋକ ସୁତାରଙ୍କ ସହଯୋଗରେ ଆଜି କରଞ୍ଜିଆ ବ୍ଲକ ଜରାସାହି ଓ ଝାଡ଼ବେଡ଼ା ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ମହୁଲି ମଦ ରନ୍ଧାଯାଉଥିବା ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ତେବେ ଉଭୟ ଗାଁଗୁଡ଼ିକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବା ଓ ରାସ୍ତା କାଦୁଅ ଥିବାରୁ ଅବକାରୀ ବିଭାଗ କର୍ମଚାରୀ ଓ ଅଧିକାରୀମାନେ ଚାଲି ଯାଇଥିଲେ। ମହୁଲି ମଦ ତିଆରି କରୁଥିବା ଲୋକମାନେ ଏ ବିଷୟରେ ଜାଣିପାରି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ। ଅବକାରୀ ବିଭାଗ ସେଠାରୁ 865 ଲିଟର ମହୁଲି ମଦ ଓ 18,000 କିଲୋ ପୋଚ ଜବତ କରି ନଷ୍ଟ କରିଥିଲେ ଏବଂ ମହୁଲି ମଦ ତିଆରି ଉପକରଣମାନ ଜବତ କରିଥିଲେ। ଅବକାରୀ କେସ୍ ନମ୍ବର 88, 25/26 ଓ 89, 25/26 ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ରଶ୍ମି ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ଏହିପରି ଚଢ଼ାଉ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ରଶ୍ମି ରଞ୍ଜନ ନାୟକ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।